ସୁଦ୍ଧା ବିକଶିତ ଭାରତ ଗଠନ ସମସ୍ତ ଭାରତୀୟଙ୍କ ପାଇଁ ଏକ ସାମୂହିକ ଲକ୍ଷ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ସେ କହିଛନ୍ତି ପରବର୍ତ୍ତୀ 22ରୁ 25 ବର୍ଷ ହେଉଛି ଅମୃତ କାଳ, ଯେଉଁ ସମୟ ମଧ୍ୟରେ ଭାରତ ଅନେକଗୁଡ଼ିଏ କ୍ଷେତ୍ରରେ ଶିଖରରେ ପହଞ୍ଚିବା ଲାଗି ଉଦ୍ୟମ ଆରମ୍ଭ କରିଛି। ଆଜି ଦିଲ୍ଲୀସ୍ଥିତ ହିନ୍ଦୁ ମହାବିଦ୍ୟାଳୟର 126ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଏକବିଂଶ ଶତାବ୍ଦୀର ଗବେଷଣା, ଉଦ୍ଭାବନ, ଉଦ୍ୟୋଗ ଏବଂ ସମାଧାନର କେନ୍ଦ୍ର ଭାବେ ନିଜକୁ ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖିବା ଆବଶ୍ୟକ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ ନୂଆ ଶିକ୍ଷାନୀତିରେ ଏଭଳି ବ୍ୟବସ୍ଥା କରାଯାଇଛି ଯାହାଫଳରେ ଯୁବପିଢ଼ି ନିଯୁକ୍ତି ପାଇବା ପଛରେ ନ ଦୌଡ଼ି ଅନ୍ୟ ପାଇଁ ନିଯୁକ୍ତି ସୃଷ୍ଟିକାରୀ ହୋଇପାରିବେ ବୋଲି କହିଛନ୍ତି। हमारी नौजवानों को, हमारी बच्चों को रोजगार चाहिए, इकोनॉमिक एम्पावरमेंट चाहिए, डिसेंट लिविंग चाहिए। इसलिए एनईपी ने 2 फीचर इस बार डाला है। हमें इस प्रकार की एक शिक्षा व्यवस्था खड़ी करनी है जिसमें लोग जॉब सीकर बनेंगे ही बनेंगे, लेकिन जॉब क्रिएटर भी बनेंगे। जॉब क्रिएटर होने के लिए एंटरप्रेन्योर होना पड़ेगा। सिर्फ टीचिंग इंस्टीट्यूट समाधान नहीं है, रिसर्च भी आवश्यकता है और हमारी देश में रिसर्च की कोई कमी भी नहीं है। टीचिंग रिसर्च के साथ हमें इनोवेशन भी चाहिए और मैं कॉन्फिडेंट हूँ हिंदू कॉलेज की हर एक विद्यार्थी आने वाले दिनों में हमारी इकोनॉमी में जॉब क्रिएटर बनेगा। ये मैं उसकी झलक आज दिख के जा रहा हूँ। भारत और बांग्लादेश मध्य आजिठारु नुआदिल्ली सीमा समन्वय संपर्कित सम्मिलन आरंभ होईछि। ଏହି 55ତମ ମହାନିର୍ଦ୍ଦେଶକ ସ୍ତରୀୟ ସମ୍ମିଳନୀ ଚଳିତ ମାସ 20 ତାରିଖ ପର୍ଯ୍ୟନ୍ତ ଚାଲିବ। ଭାରତ ପକ୍ଷରୁ ବିଏସ୍ଏଫ୍ ମହାନିର୍ଦ୍ଦେଶକ ଦଲଜିତ୍ ସିଂ ଚୌଧୁରୀ ପ୍ରତିନିଧିତ୍ୱ କରୁଥିବା ବେଳେ ବାଂଲାଦେଶର ସୀମା ସୁରକ୍ଷା ପ୍ରତିନିଧି ମଣ୍ଡଳୀର ନେତୃତ୍ୱ ନେଉଛନ୍ତି ମହାନିର୍ଦ୍ଦେଶକ ମେଜର ଜେନେରାଲ ମହମ୍ମଦ ଆଶରଫ ଉଲ୍ ଜମାନ ସିଦ୍ଦିକି। ସମ୍ମିଳନୀରେ ଉଭୟ ଦେଶର ସେନା ମଧ୍ୟରେ ଉତ୍ତମ ସମନ୍ୱୟ ପ୍ରତିଷ୍ଠା ଉପରେ ଆଲୋଚନା ହେବ। ବାଂଲାଦେଶର ଅସାମାଜିକ ତତ୍ତ୍ୱଙ୍କ ଦ୍ୱାରା ଭାରତୀୟ ସୀମା ସୁରକ୍ଷା ବଳ ଯବାନ ଏବଂ ନାଗରିକଙ୍କ ଉପରେ ହେଉଥିବା ଆକ୍ରମଣ ରୋକିବା, ସୀମାପାର ଅପରାଧର ମୁକାବିଲା ଏବଂ ସୀମାରେ ବାଡ଼ ପ୍ରତିଷ୍ଠା ଆଦି ସମ୍ପର୍କରେ ଏହି ସମ୍ମିଳନୀରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ପରିଚାଳିତ 2025 ବୋର୍ଡ ପରୀକ୍ଷା ପ୍ରଶ୍ନପତ୍ର ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେଉଥିବା ଅଭିଯୋଗକୁ ବୋର୍ଡ ଖଣ୍ଡନ କରିଛି। କିଛି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ସାମାଜିକ ଗଣମାଧ୍ୟମରେ ପ୍ରଶ୍ନପତ୍ର ଲିକ୍ ହେବା ଗୁଜବ ପ୍ରଚାର କରୁଛନ୍ତି। ଛାତ୍ରଛାତ୍ରୀ ଏବଂ ଅଭିଭାବକଙ୍କ ମନରେ ଅଯଥା ଭୟ ସୃଷ୍ଟି କରିବା ଲାଗି ଏଭଳି କରାଯାଉଥିବା କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ କହିଛି। ଏଭଳି ଗୁଜବ ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସିବିଏସ୍ଇ ପକ୍ଷରୁ ସୂଚନା ଦିଆଯାଇଛି। ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 10ମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ 4 ତାରିଖ ପର୍ଯ୍ୟନ୍ତ ଚାଲିବ। ସଠିକ୍ ସୂଚନା ପାଇଁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ cbse.gov.in ୱେବସାଇଟ୍ର ସହାୟତା ନେବାକୁ କୁହାଯାଇଛି। ଜାତୀୟ ଗ୍ରାମୀଣ ଉନ୍ନୟନ ମିଶନ ପକ୍ଷରୁ 2ଟି ନିଯୁକ୍ତି ବିଜ୍ଞାପନକୁ ମିଥ୍ୟା ବୋଲି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ କହିଛି। NRDRM କାର୍ଯ୍ୟାଳୟ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଅଧୀନରେ କାର୍ଯ୍ୟ କରେ ନାହିଁ ବୋଲି ମଧ୍ୟ ସ୍ପଷ୍ଟୀକରଣ ଦିଆଯାଇଛି। ଏଥିରେ କୁହାଯାଇଛି 2ଟି ନକଲି ଜାତୀୟ ଗ୍ରାମୀଣ ଉନ୍ନୟନ ଏବଂ ରିକ୍ରିଏସନ ମିଶନ ୱେବସାଇଟ୍ ପକ୍ଷରୁ ଏହି ଜାଲ ବିଜ୍ଞାପନ ପ୍ରସାରଣ କରାଯାଉଛି। ଜନସାଧାରଣଙ୍କୁ ସତର୍କତା ଅବଲମ୍ବନ କରିବା ଲାଗି ମନ୍ତ୍ରଣାଳୟ ପରାମର୍ଶ ଦେଇଛି। ଉପରାଷ୍ଟ୍ରପତି ଜଗଦୀପ ଧଙ୍କଡ଼ ଆଜି ପଞ୍ଜାବର ମୋହାଲିସ୍ଥିତ ରାଷ୍ଟ୍ରୀୟ କୃଷି ଖାଦ୍ୟ ଏବଂ ଜୈବ ବିନିର୍ମାଣ ସଂସ୍ଥାନର ଉଦ୍ୟମିତା ଓ କୌଶଳ ବିକାଶ କ୍ୟାମ୍ପସକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଉପରାଷ୍ଟ୍ରପତି ପ୍ରଥମେ ଦେଶ ନୀତିରେ ବିଶ୍ୱାସ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି କୌଣସି ବ୍ୟକ୍ତିଗତ କିମ୍ବା ରାଜନୈତିକ ସ୍ୱାର୍ଥ ଦେଶର ସ୍ୱାର୍ଥଠାରୁ ବଡ଼ ନୁହେଁ। ସେ କହିଛନ୍ତି ଦେଶର ଆତ୍ମା ଗାଁରେ ହିଁ ରହିଛି। ବିକଶିତ ଭାରତ କେବଳ ଏକ ସ୍ୱପ୍ନ ନୁହେଁ, ବରଂ ଆମ ସମସ୍ତଙ୍କ ପାଇଁ ଲକ୍ଷ୍ୟ ହେବା ଉଚିତ। କୃଷି ଓ ଦୁଗ୍ଧଜାତ ଦ୍ରବ୍ୟ ମାଧ୍ୟମରେ ଗ୍ରାମୀଣ ଅର୍ଥନୀତିର ପୁନରୁଦ୍ଧାର ପାଇଁ ସେ ଆହ୍ୱାନ ଦେଇଛନ୍ତି। କୃଷି କ୍ଷେତ୍ରରେ ବୈଷୟିକ ଜ୍ଞାନକୌଶଳକୁ ଅନ୍ତର୍ଭୁକ୍ତ କରିବା ଉପରେ ଉପରାଷ୍ଟ୍ରପତି ଗୁରୁତ୍ୱ ଦେଇଛନ୍ତି।